ଆମେ ପଢୁଛୁ ବ୍ଲେସିଂସ୍ ଅଫ୍ ଦି ଗ୍ରେସ୍ ଚାପ୍ଟର ହେଉଛି ବିହାଇଣ୍ଡ ଦ ଆପିୟରାନ୍ସେସ୍। ଆମେ ଅନେକ ବେଳେ ପଢି ସାରିଛୁ। You see then, I see in a grain of dust all the processes of a microsome, of the entire universe. The microsome in the ray of the sun is reflected the panorama of the millions of sparks and the beauty of the splendor of the entire universe. କହୁଛନ୍ତି କ୍ଷୁଦ୍ର କଣିକା ଭିତରେ ସମଗ୍ର ସୃଷ୍ଟିକୁ ସେ ଦେଖୁଛନ୍ତି, ସମଗ୍ର ସୃଷ୍ଟିକୁ। ଆଉ ସୂର୍ଯ୍ୟ କିରଣରେ ଯେଉଁ ଅଦ୍ଭୁତ ଭାବରେ ସୂର୍ଯ୍ୟ କିରଣର ରଙ୍ଗରେ ଅଦ୍ଭୁତ ଭାବରେ ଏକ ସୌନ୍ଦର୍ଯ୍ୟର ବଳୟ ସୃଷ୍ଟି ହେଉଛି। I see in the atom, in the molecules, in a drop of water, not only their thoughts and their characteristics, but the intuition of the type, the origin of their mode of development, the goal of their existence, the immanent divine hidden in things, joy and the delight that they contain, and which moreover gives an elan the urge to rediscover the truth of existence. ସେ କହୁଛନ୍ତି ଗୋଟେ ଅଣୁ ଭିତରେ, ଗୋଟେ ପରମାଣୁ ଭିତରେ, ଗୋଟେ ଜଳର ଗୋଟେ ବିନ୍ଦୁ ଭିତରେ ସମଗ୍ର ସୃଷ୍ଟିକୁ ଦେଖୁଛନ୍ତି। ବିଭିନ୍ନ ରକମର ବିଭିନ୍ନ ପ୍ରକାର ପ୍ରକାଶ ହେଉଛି, ତାହା କେମିତି ସେମାନେ ବିକଶିତ ହେଉଛନ୍ତି, କାହିଁକି ସେମାନେ ଅଛନ୍ତି, ତା ପଶ୍ଚାତ ଦି ଇମାନେଣ୍ଟ ଡିଭାଇନ୍ ହିଡେନ୍ ଇନ୍ ଥିଙ୍ଗସ୍, ପ୍ରତି ବସ୍ତୁ ଭିତରେ ଅନ୍ତର୍ନିହିତ ଭାବରେ ଭଗବାନ ସ୍ୱୟଂ ଅଛନ୍ତି। ଏଇଟା ହେଉଛି ଦି ଜୟ ଆଣ୍ଡ ଦି ଡିଲାଇଟ୍ ଦ୍ୟାଟ୍ ଦେ କଣ୍ଟେନ୍। ଯେଉଁ ଆନନ୍ଦ, ଯେଉଁ ସୁଖ, ଆନନ୍ଦ ସୁଖ ହେବନି, ଜୟ ହେବ ଆନନ୍ଦ, ଡିଲାଇଟ୍ କ'ଣ ହେବ? ହର୍ଷ ଆଉ ଆନନ୍ଦ, ଯାହା ପ୍ରତ୍ୟେକ ବସ୍ତୁ ଭିତରେ ରହିଛି। ଏବଂ କାରଣ ମୂଳ କଥା ଆଗରୁ ଯାହା କହିଥିଲେ ପୁଣି ତାକୁ କହୁଛନ୍ତି ଯେ ପ୍ରତ୍ୟେକ ବସ୍ତୁ ଭିତରେ ଭଗବାନ ଲୁଚିକି ରହିଛନ୍ତି, ପ୍ରତ୍ୟେକ ବସ୍ତୁ ଭିତରେ। ଏବଂ ସେଇ ଲୁକାୟିତ ଭଗବାନଙ୍କୁ ଆବିଷ୍କାର କରିବା, ତାଙ୍କୁ ନେଇ ଆସିବା, ଏଇଟା ହେଉଛି ସୃଷ୍ଟିର ଉଦ୍ଦେଶ୍ୟ। ଏଇଟା ଆମେ ଏକଦମ ଭଲ କରି ବୁଝିବା ଯେ ଯାହା ଯାହା ହେଉଛି ଘଟୁଛି ପ୍ରତ୍ୟେକ ବସ୍ତୁ ପଶ୍ଚାତରେ ଭଗବାନଙ୍କର ସାକ୍ଷାତ ଉପସ୍ଥିତି ରହିଛି। ଶିବନଙ୍କର ସେ ଲେଖା ଯେ ଯଦି ଆମେ ତାକୁ ପାଉନୁ ତାମାନେ ଆମେ ଖୋଜିବାକୁ ପରିଶ୍ରମ କରୁନୁ, କିନ୍ତୁ ସେ ନିଶ୍ଚୟ ରହିଛନ୍ତି ସବୁ ବସ୍ତୁ ଭିତରେ। ପ୍ରତ୍ୟେକ ଘଟଣା ପଶ୍ଚାତରେ ତାଙ୍କର ଉଦ୍ଦେଶ୍ୟ ରହିଛି, ତାକୁ ଖୋଜିବା, ବାହାର କରିବା, ଏହା ହିଁ କରିବା ହେଉଛି ଆମର ପୃଥିବୀରେ ଆମର ସ୍ଥିତିର ଉଦ୍ଦେଶ୍ୟ। Man with his knowledge, which is still ignorant and poor, can never acquire nor know all this in his pursuit of the mastery of exterior domains. ବାହ୍ୟ ଜୀବନ ଉପରେ ଯେଉଁ ଅଧିକାର, ଯେଉଁ ବାହ୍ୟ ସ୍ଥିତି ଉପରେ ଯେଉଁ ଅଧିକାର ବିଜ୍ଞାନ କରୁଛି, ମଣିଷ ଚେଷ୍ଟା କରୁଛି ସକଳ ଜ୍ଞାନ ନେଇକରି, କେବେ ବି ଏକଥା ସେ ବୁଝିପାରିବନି, କେବେ ଜାଣିପାରିବନି ଯେ ପ୍ରତ୍ୟେକ ବସ୍ତୁର ପଶ୍ଚାତରେ କିନ୍ତୁ ଭଗବାନ ରହିଛନ୍ତି। ଆମେ ବାହାରର ଜିନିଷ, ଚାପ୍ଟର ହେଉଛି ବିହାଇଣ୍ଡ ଦି ଆପିୟରାନ୍ସ, ଯାହା ଦେଖାଯାଉଛି ତା ପଶ୍ଚାତରେ ଆଉ କ'ଣ ରହିଛି ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। This surpasses all his imagination or his dream of becoming master of nature and his terrestrial existence. ସେ ଯେ ପ୍ରକୃତି ଉପରେ ଅଧିକାର ସ୍ଥାପନ କରିବାକୁ ଚାହୁଁଛି, ପ୍ରଭୁ ହେବା ପାଇଁ ଚାହୁଁଛି, ତାକୁ ଟପିକରି କେଉଁ ଜାଗାରେ ଜିନିଷ ସବୁ ରହିଛି, କେତେ ଚମତ୍କାର ଭାବରେ ଜିନିଷ ସବୁ ରହିଛି। ୱେଟ୍ and you will see, ଅପେକ୍ଷା କର, ତୁମେ ଦେଖିବ। If you follow this path sincerely, ଯଦି ଏ ପଥକୁ ନିଷ୍ଠାପର ସହକାରେ ତୁମେ ଅନୁସରଣ କର, the reality behind each thing, ପ୍ରତ୍ୟେକ ବସ୍ତୁ ମଧ୍ୟରେ ପଶ୍ଚାତରେ ଯେଉଁ ଅସ୍ତିତ୍ୱ ବୋଧ ରହିଛି, ଚମତ୍କାରିତା ରହିଛି, ତାହା ଆବିଷ୍କୃତ ହେବ। If it is nothing but a blossoming of the divine in his unfolding to find the truth hidden in all things of the universe, ଆଉ ଏହା କ'ଣ ହୁଏ? ଯଦି ନିଷ୍ଠାପର ସହକାରେ ପଥ ଅନୁସରଣ କରିବ, ତୁମେ ଆବିଷ୍କାର କରିପାରିବ ଯେ ଭଗବାନ କେମିତି ପରମ ସତ୍ୟ ସହିତ ସକଳ ବସ୍ତୁ ମଧ୍ୟରେ ରହିଛନ୍ତି ଏବଂ ନିଜକୁ ପ୍ରକାଶ କରୁଛନ୍ତି। Blossoming of the divine in his unfolding to find the truth hidden in all things of the universe, ସମଗ୍ର ଜଗତର ପଶ୍ଚାତରେ ଯେଉଁ ଭଗବାନଙ୍କୁ ରହିଛନ୍ତି ସେ କିନ୍ତୁ ପ୍ରକାଶ ଲାଭ କରୁଛନ୍ତି। ଏଠି ଗୋଟେ ସାଧାରଣ ଛୋଟ ଭାଷା ଠିକ୍ ନୁହେଁ, କିନ୍ତୁ ପ୍ରତ୍ୟେକ ବସ୍ତୁର ଏକ ପଜିଟିଭ୍ ଜିନିଷ ରହିଛି। ଏଠି ଭଗବାନ, ଆମେ ଯୁଆଡ଼େ ଆଖି ପକେଇବୁ, ଯେମିତି ଧ୍ରୁବ କ'ଣ କଲେ, ଧ୍ରୁବ ପ୍ରହ୍ଲାଦ
ପ୍ରହ୍ଲାଦ ଯୁଆଡ଼େ ଆଖି ପକେଇଲେ ସିଆଡ଼େ ହରିଙ୍କୁ ଦେଖିଲେ, ଭଗବାନଙ୍କୁ ଦେଖିଲେ, ଯୁଆଡ଼େ ଆଖି ପକେଇଲେ ଅନ୍ୟମାନଙ୍କ ଆଖିରେ ସେଇଟା ଦେଖାଗଲାନି। ଠିକ୍ ସେଇ ଭାବରେ ପ୍ରତ୍ୟେକ ଘଟଣା ଯେତେ ନେଗେଟିଭ୍ ହଉ, ଇଭେନ୍ ତାଙ୍କୁ ଯେତେବେଳେ ନିଆଁରେ ନେଇକିରି ଜାଳି ଦିଆଗଲା, ତା ଭିତରୁ ତାଙ୍କୁ ଯେ ଜାଳିଥିଲା ସେ ମରିଗଲେ, ଇଏ ବାହାରି ଆସିଲେ। କାରଣ ଇଏ ଏକ୍ଜିଷ୍ଟ କରୁଛନ୍ତି ଭଗବାନଙ୍କ ଉପସ୍ଥିତି ଦ୍ୱାରା। ପଥରରୁ ତାଙ୍କୁ ପର୍ବତରୁ ତଳୁ ଖସି ଦିଆଗଲା, ନଈରେ ସମୁଦ୍ରରେ ପକେଇ ଦିଆଗଲା, ସାପ ଭିତରେ ଛାଡ଼ି ଦିଆଗଲା, କେହି କିଛି ତାକୁ କରିପାରିଲେନି। କାରଣ ହେଉଛି ସେ ସବୁବେଳେ ପଜିଟିଭ୍ ଜିନିଷଟା ଦେଖିଲେ, ଭଗବାନ ସବୁ ଜାଗାରେ ଅଛନ୍ତି। This is only the beginning. Do not be carried away so quickly by the small visions and the experience, which are still restricted and stifled by your ignorance and your weakness. ଏଇଟା ହେଉଛି ଆରମ୍ଭ ହେଲା, ଏମିତି ପରମ ସତ୍ୟ ବା ଭଗବାନଙ୍କୁ ଉପଦେଶ ଦେଖିବା, ଦର୍ଶନ କରିବା, ଏ ଆରମ୍ଭ ହେଲା। ଏଥିରେ ଏତେ ଶୀଘ୍ର ଭାସି ଯାଅ ନାହିଁ। ଏବଂ ଯେଉଁ ଅନୁଭୂତି ଗୁଡ଼ିକ ରହିଛି ତା ତଥାପି କ୍ଷୁଦ୍ର ଏବଂ ତାହା ତୁମ ଅଜ୍ଞାନ ଆଉ ଦୁର୍ବଳତାର ପ୍ରତୀକ। ପଶ୍ଚାତରେ ବିଶାଳ ସମୁଦ୍ର ରହିଛି, ବିଶାଳ ସମୁଦ୍ର ରହିଛି। ଥରେ ମଜା କରିକିରି ନିରୋଧ ବର୍ଣ୍ଣ ଶ୍ରୀମୁଣ୍ଡଙ୍କୁ ଲେଖିଲେ, କହିଲେ ଯେ ପିଲାଦିନେ କ'ଣ ହେଉଛି ନା ଆମେ ଖାଇ ବସିଛୁ ଏକାଠି, ଆଉ ମୁଁ ଯଦି କାହା ପଥରରୁ ମାଛଟା ଚୋରିକି ନେଇଯିବି, ମୋ ବୁଢ଼ୀ ମା' ପାଟି କରି ଉଠିବ, ତୁ ଅନ୍ୟର ମାଛ କାହିଁ ଚୋରିକି ନେଇଯାଉଛୁ ବୋଲି। ସେଇଭଳି ମୋର ଯେଉଁ ଅନୁଭୂତି ହେଉଛି ଆପଣଙ୍କୁ କହିଦେଲା ପରେ ସେ ଚାଲିଯାଉଛି, ଆଉ ଆସୁନି କାହିଁକି? ଆପଣ ଚୋରି ନେଇଗଲେ କି? ସେଥିରୁ ଶ୍ରୀମୁଣ୍ଡ ତା'ର ଚମତ୍କାର ଉତ୍ତର ଦେଲେ, ମୋ ପାଖରେ ଅସଂଖ୍ୟ ମାଛ ଅଛି, ମୁଁ କାହିଁ ତମଟା ଚୋରେଇବି? One must widen one's consciousness to have the true perception of things. जो विषय वस्तुर यथार्थ निरीक्षण जड़े निज चेतना को विस्तार करने उचित। द ट्रूथ दैट दे कंटेन, जो सत्य ता भीतर निहित अच्छी, द ट्रू ब्यूटी, द रिविलेशन ऑफ द डिवाइन इन ईच एटम, इन ईच थिंग, इन द एंटायर यूनिवर्स। प्रत्येक अणु भितर, प्रत्येक वस्तु मध्य जो भगवान लुकायित रही रिविलेशन, महान प्रकाश। इट इज दिस दैट इज रियली अनफॉरगेटेबल। यहाँ ही अविस्मरणीय, marvelously perceptible in his splendor, in his ecstasy and his reality. It is this that opens a new sensibility, a new perception in our creation. ଯେତେବେଳେ ଏଇ ଘଟଣା ଘଟିବ, ସେ ଯାହା ଉପରେ ସେ ଜୋର ଦେଉଛନ୍ତି ବାରମ୍ବାର, ତାହା ହେଉଛି ଲୁକାୟିତ ଭଗବାନଙ୍କର ଆତ୍ମପ୍ରକାଶ, ରିଭିଲେସନ୍। ନିଜକୁ ସେ ପ୍ରକାଶ କରୁଛନ୍ତି ଧୀରେ ଧୀରେ। ଏହା ହିଁ ମଣିଷ ସମାଜକୁ ଏକ ନୂତନ ଦୃଷ୍ଟି ଦେଇଦେବ। କେତେ ଆମେ ଛୋଟ ଛୋଟ କଥା ନେଇକି ବ୍ୟସ୍ତ ରହୁଛୁ, କିନ୍ତୁ କେତେ ଚମତ୍କାର ହେବ ସେଦିନ, ଯେଉଁ ଦିନ ଆମେ ଆମ ଅନ୍ତର ଭିତରେ ଥିବା ଭଗବାନଙ୍କର ସନ୍ଧାନ ପାଇବୁ। ସନ୍ଧାନ ପାଇବା, ଆବିଷ୍କାର କରିବା ଅଲଗା ଅଲଗା କଥା। ସନ୍ଧାନ ପାଇବା ମାନେ ଏହା ପଛଆଡ଼େ ସେ ରହିଛନ୍ତି ମୁଁ ଜାଣିନେଲି, ତାପରେ ମୁଁ ଚେଷ୍ଟା କରିବି ତାଙ୍କୁ ବାହାର କରିବା ପାଇଁ। ଠିକ୍ ସେ ଭାବରେ ଏକ ଅଖଣ୍ଡ ବିଶ୍ୱାସ, ଏକ ଅଖଣ୍ଡ ବିଶ୍ୱାସ, ଏବଂ ଏ ବିଶ୍ୱାସ ଶୁଖିଲା ନୁହେଁ, ଏ ବିଶ୍ୱାସ ପଶ୍ଚାତରେ ଅନୁଭୂତି ରହିଛି ଯେ ଭଗବାନ ଏହା ପଶ୍ଚାତରେ ରହିଛନ୍ତି ବୋଲି। ଏବଂ ଆମ ଅନ୍ତରରେ ଯିଏ ରହିଛନ୍ତି ତାଙ୍କ ଉପରେ ବିଶ୍ୱାସ ନିର୍ଭରତା ରଖିବା ଏବଂ ତାଙ୍କୁ ଦୈନନ୍ଦିନ ଜୀବନରେ ତାଙ୍କୁ ଆହ୍ୱାନ କରିବା ସମଗ୍ର ମଣିଷର ଜୀବନଧାରାକୁ ପରିବର୍ତ୍ତନ କରିଦେବ। ସମଗ୍ର ଜୀବନଧାରାକୁ ମଣିଷର ପରିବର୍ତ୍ତନ କରିଦେବ। ପ୍ରତ୍ୟେକ ସେତେବେଳେ ଦେଖିବୁ ଆମେ ଯେ ନେଗେଟିଭ୍ କିଛି ନାହିଁ, କାରଣ ଯାହା ନେଗେଟିଭ୍ ଦେଖାହେଉଛି ଯେ ତା ପଶ୍ଚାତରେ ପରମ ପଜିଟିଭ୍ ରହିଛି, ସମସ୍ତ ପରସ୍ତାତ। ଏବଂ ତମୈବ ବିଦିତ୍ୱା ଅତି ମୃତ୍ୟୁ ନୀତି, ତାଙ୍କୁ ଜାଣିଲେ ହିଁ ମୃତ୍ୟୁକୁ ଅତିକ୍ରମ କରିହେବ। न अन्य पंथा विद्यते नाय वेदाहमन्तं पुरुषं महान्तं आदित्य वर्णं तमस परस्तात् तमेव विदित्वा अतिमृत्युमेति न तमेव विदित्वा अतिमृत्युमेति भूलुची पासंता न नान्य पंथा विद्यते नाय। जे आमे जाहाकू ये अंधकार कहूँ, रात्रि कहूँ, से तमसर पश्चात ता माने आम जिते दोष दुर्बलता रही, असंख्य दोष दुर्बलता आम रही, से दोष दुर्बलतार पश्चात माँ स्वयं अच्छा, माने परम शक्ति साहाଯ୍य नहीं कि अच्छा। तमेव विदित्वा अति मृत्यु जानिले ही ए मृत्यु अज्ञान अंधकार को अतिक्रम करहब, न अन्य पंथा विद्यते, आउ किसी द्वितीय उपाय नहीं। What we have seen, it is rather a new sense, a sense of beauty. Yes, mother, it was beautiful. से जो vision मनोजा कहते माँ को, से vision अर्थ होची जे ता अर्थटा माँ बुझाउछन। Yes, past experiences are nothing but stages to be crossed on the way towards the new horizon full of beauty, joy and
unheard ଯେ ଯେଉଁ ଆନନ୍ଦ ଅଶ୍ରୁତ ଆନନ୍ଦ ଅଦ୍ଭୁତ ଆନନ୍ଦ ସୌନ୍ଦର୍ଯ୍ୟ ଯାହା ଦିଗ୍ବଳୟ ତଳେ ଅପେକ୍ଷା କରିଛି ପ୍ରକାଶ ହେବା ପାଇଁ ସେ ଗୋଟେ ପରେ ଗୋଟେ ଗୋଟେ ଅନୁଭୂତି ପରେ ଗୋଟେ ଅନୁଭୂତି ସେ ଚମତ୍କାର ଭାବରେ ଏହାର ଏକ ଏକ୍ସପ୍ଲାନେସନ୍ ସେ ଦେଉଛନ୍ତି ଯେ ଯଦି ଗୋଟେ ଅନୁଭୂତି ଆସିଛି ତାକୁ କ୍ଲିଂ କରନି ଅର୍ଥ ଅପେକ୍ଷା କର ଆଉ ତାଠୁ ବେଟର ଜିନିଷ ଆସିବ ସେଇ ଗୋଟାକ ଆଉ ଥରେ ଆସିବ ବୋଲି ନ ଚାହିଁକିରି ତା ପଶ୍ଚାତରେ ଆଉ କିଛି ଏକ ମହତ୍ତର ବସ୍ତୁ ରହିଛି ତାକୁ ଆହ୍ୱାନ କର ମାନେ ଗୋଟେ ବସ୍ତୁରେ ବସି ଯାଉନି କେଉଁ ଜାଗାରେ ଏ ହେଉଛି ଚମତ୍କାରିତା କିନ୍ତୁ ଯାହା ସବୁ କୁହାଯାଉଛି ଏଇ ଅନୁଭବ ହେଉଛି ପ୍ରାକ୍ଟିକାଲ ମାନେ ବାସ୍ତବ ଏଇଟା ଯେହେତୁ ଏଇଟା ବାସ୍ତବ ଏବଂ ପ୍ରାକ୍ଟିକାଲ ତେଣୁ ଆମେ ଯେଉଁ କାମ କରୁଛୁ ଆମେ କ'ଣ ବହି ପଢ଼ା କାମ ବୁଝେଇବା କାମ ବାହାର କାମ ଆମେ ସବୁ ବିଭିନ୍ନ ରକମ କାର୍ଯ୍ୟ କରୁଛୁ କିନ୍ତୁ ଆତ୍ମାର ଯେଉଁ ଅନୁଭୂତି ବା ଆଧ୍ୟାତ୍ମିକତାର ଯେଉଁ ଅନୁଭୂତି ତା ଏତେ ଚମତ୍କାର ସେମାନଙ୍କ ଭାଷାରେ ଯଦି ଜଣେ ଆକୁ ଜାଣେ ସବୁ କାମ ଛାଡ଼ିକି ଦେବ ସାଧନା କରିବ ଯଦି ଜଣେ ଦେଖି ଜାଣେ ଅନୁଭବ କରିପାରେ ଏତେ ଶାନ୍ତି ଏତେ ଆନନ୍ଦ ଏତେ ଜ୍ଞାନ ଏତେ ସତ୍ୟର ସ୍ପନ୍ଦନ ଅଛି ସବୁ ଛାଡ଼ିଦେବ ସାଧନା କରିବାକୁ ଇଚ୍ଛା କରିବ on the one perceives the true nature of existence ଜଣେ ବୁଝିପାରେ କାହିଁକି ସେ ଜନ୍ମ ହେଇଛି କସ୍ତ ତ୍ୱଂ ବା କୁତ ଆୟାତ ତତ୍ତ୍ୱ ଚିନ୍ତୟ ମଦିଦଂ ଭ୍ରାତ ତମେ କିଏ କାହିଁକି ଆସିଛ ଏ ବିଷୟ ବାରମ୍ବାର ସ୍ପଷ୍ଟ ହେଇଯିବ one discovers the why and the reason nature of existence କାହିଁକି ମୁଁ ଜନ୍ମ ହେଇଛି ବଞ୍ଚିଛି କାହିଁକି ଏଇ ବିଷୟଟା ଜଣେ ଆରମ୍ଭ କରିବ ଜାଣିବା ପାଇଁ ଆବିଷ୍କାର କରିବ ନଟ୍ ବାଇ ଦି ମାଇଣ୍ଡ ମନ ଦ୍ୱାରା ନୁହେଁ and the scientific pursuit ତଥାକଥିତ ବୈଜ୍ଞାନିକ ଅନୁଶୀଳନ ଦ୍ୱାରା ନୁହେଁ but by the knowledge of the self and the discovery of one soul which is all powerful କେମିତି ଜାଣିବ ନା ଆତ୍ମା ସମ୍ପର୍କରେ ଜ୍ଞାନ ହେବା ଦ୍ୱାରା ଜାଣିବ discover one soul which is all powerful ଆତ୍ମାକୁ ଆବିଷ୍କାର କରିବ ଯେ ହେଉଛି ସର୍ବଶକ୍ତିମାନ ଥରେ there are so many locals ହେଉଛି ୱାର୍ଲଡ ଅଛି ଅନେକ ବିଭିନ୍ନ ଜଗତ ସବୁ ରହିଛି ଏବଂ ଏଇ ଆମେ ଯେଉଁ ସ୍ଥିତିରେ ରହିଛୁ ଯେମିତି ଗୋଟେ ଗଛ ଜୀବନ ଅଛି ଗଛରେ ତାକୁ ସେ ରେସ୍ପଣ୍ଡ କରେ ଆଲୋକକୁ କଥାକୁ ସବୁକୁ ପଶୁ ବି ରେସ୍ପଣ୍ଡ କରେ ମାଙ୍କଡ଼ ବି ରେସ୍ପଣ୍ଡ କରେ ବିରାଡ଼ି ବି ରେସ୍ପଣ୍ଡ କରେ ସେ ଜଗତ ମଣିଷ ଜଗତ କିନ୍ତୁ ତଫାତ୍ ମଣିଷର ବୁଦ୍ଧି ବୃତ୍ତି ରହିଛି ମଣିଷ ଅନେକ କାର୍ଯ୍ୟ କରିପାରିବ ସାମର୍ଥ୍ୟ ରହିଛି ଯେଉଁଟା ପଶୁମାନଙ୍କ ପାଖରେ ନାହିଁ କି ଗଛ ବୃକ୍ଷ ଭିତରେ ନାହିଁ ଠିକ୍ ସେଇ ଭାବରେ ୟା ପରବର୍ତ୍ତୀ ଯେଉଁ ଅବସ୍ଥାଟା ଅଛି ମଣିଷର ବୁଦ୍ଧି ଦ୍ୱାରା ପରିଚାଳିତ ହେବାର ଅବସ୍ଥାଠୁ ଟପିକରେ ଆଉ କିଛି ବସ୍ତୁ ରହିଛି ଯଦି ସେ ବସ୍ତୁ ରହିଛି ଆଉ କିଛି ନିଜ ଭିତରେ ଏତିକି କହିହେବ ଯେ ଥରେ ତାକୁ ପଦସ୍ପର୍ଶ କଲେ ତାକୁ ଯଦି ସ୍ପର୍ଶ କରିବ ଥରେ ଜୀବନ ଧାରା ପରିବର୍ତ୍ତିତ ହେଇଯିବ ଏ ବହୁ ବ୍ୟକ୍ତିଙ୍କର ଏ ଘଟଣା ଘଟିଛି ସେମାନେ ୟୁ ଆର୍ ନଟ୍ ଦି ସେମ୍ ପର୍ସନ୍ ସେ ସେମାନେ ଏକା ଲୋକ ହେଇକି ରହିବନି ଏକା ରକମ ଚିନ୍ତା ଏକା ରକମ କ୍ରିୟା ପ୍ରତିକ୍ରିୟା କୁଆଡ଼େ ଉଭେଇ ଚାଲିଯିବ ୟୁ ବିକମ୍ ଏ ନ୍ୟୁ ମ୍ୟାନ୍ ନ୍ୟୁ ଡିସ୍କଭରି ଅଫ୍ ଦି ସୋଲ୍ ଆତ୍ମାର ଆବିଷ୍କାର କରିବ ତାକୁ ନେଇକରି ଜୀବନ ଧାରଣ କରିବାକୁ ଆରମ୍ଭ କରିବ ଯଦି ଏ କେବଳ ବିଭିନ୍ନ ଭାବରେ କୁହାଯାଇଛି ଗୋଟେ ଭାବ ଯାହା ଆମ ପାଇଁ ଆଭେଲେବୁଲ୍ ତାହା ହେଉଛି ମାଙ୍କ କୃପା ଯଦି ମାଙ୍କ କୃପା ହୁଏ କାରଣ ଶୋଇ ଯାଅ ନାହିଁ ତ ଦେଇ ହୋଇ ଜଣାଇ ସେଇ ଲୋକ ତୁମକୁ ଜାଣିପାରେ ଯାହାକୁ ତୁମେ ନିଜକୁ ଜଣେଇ ଦିଅ ତାହା ଯଦି ନୁହେଁ ଯାହା ଉପନିଷଦରେ ଲେଖା ହେଇଛି ଆତ୍ମା ତାହା ସେଇ ଲୋକ ପାଖରେ ଲବ୍ଧ ହୁଏ ନ ମେଧା ବୁଦ୍ଧି ଦ୍ୱାରା ନୁହେଁ ତପସ୍ୟା ଦ୍ୱାରା ନୁହେଁ ଆଉ କିଛି ଦ୍ୱାରା ନୁହେଁ କେମିତି ଯାହାକୁ ଆତ୍ମା ଚୁଜ୍ କରେ ତାକୁ ମୁଁ ଜଣେଇ ଦେବି ସେଥିରେ ଆତ୍ମା କାହାକୁ ଚୁଜ୍ କରିବ କେମିତି ଜାଣିବ ଇଟ୍ ଇଜ୍ ଦ ଲଜିକ୍ ଅଫ୍ ଦି ଇନଫାଇନାଇଟ୍ ଭଗବାନଙ୍କ ଲଜିକ୍ ଆମେ କହିବୁ ଏ ଲୋକ କେତେ ସାଧୁ କେତେ ସଚେତ ଲୋକ କେତେ ମହାନ ଲୋକ ୟାକୁ ଭଗବାନ ନିଜକୁ ପ୍ରକାଶ କଲେନି ଆଉ ଯିଏ ଲୋକ ବହୁତ ଦୁଷ୍ଟ ବହୁତ ତା ପାଖରେ ଭଗବାନ ପ୍ରକାଶ ପାଇଲେ କିଏ କହିବ ଆନ୍ସର ସେ ଦେବେ ଦିସ୍ ଇଜ୍ ଦ ଟ୍ରୁ ମେଥଡ଼ ଅଫ୍ ନୋଇଂ ଫର୍ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ଫର୍ ରିଅଲାଇଜିଂ ଦ ସିକ୍ରେଟ୍ ଅଫ୍ ନେଚର ଏଇଟା ହିଁ ଜାଣିବାର ଯଥାର୍ଥ ଉପାୟ ବୁଝିବାର ଉପାୟ ଏବଂ ପ୍ରକୃତିର ଯେଉଁ ରହସ୍ୟ ରହିଛି ତାକୁ ଜାଣିବାର ଏଇଟା ଉପାୟ କେଉଁଟା ଉପାୟ ହେଲା ରିଅଲାଇଜିଂ ଦି ସୋଲ୍ ନିଜର ସୋଲ୍କୁ ରିଅଲାଇଜ୍ କଲେ ତାରି ଦୃଷ୍ଟି ଦେଇକି ଜିନିଷ ଗୁଡ଼ାକ ଦେଖିବ ପୁରା ଅଲଗା ଜଣାପଡ଼ିବ ଅଫ୍ ଦି ୟୁନିଭର୍ସ ଆଣ୍ଡ ଦି ପାଥ୍ ହ୍ୱିଚ୍ ଲିଡ୍ସ ଟୁ ଦ ଡିଭାଇନ୍ ଭଗବତ ନିର୍ଦ୍ଧାରିତ ପଥକୁ ଦେଖେଇଦେବ ୱାନ୍ କ୍ୟାନ୍ ଡୁ ଏଭ୍ରିଥିଙ୍ଗ ୱିଥ୍ ଦିସ୍ ରିଅଲାଇଜେସନ୍ ଏଇ ଅନୁଭୂତିରେ ଏଇ ଉପଲବ୍ଧିରେ ଜଣେ ସବୁକିଛି କରିପାରିବ ୱାନ୍ କ୍ୟାନ୍ ନୋ ଏଭ୍ରିଥିଙ୍ଗ ଫାଇନାଲି ବିକମ୍ ମାଷ୍ଟର ଅଫ୍ ୱାନ୍ ଏକ୍ଜିଷ୍ଟେନ୍ସ ସବୁକିଛି ଜାଣିପାରିବ ଏବଂ ଶେଷରେ ନିଜର ନିଜେ ପ୍ରଭୁ ହେଉଥିବ
ନିଜର ପ୍ରଭୁ ହେଇ ଉଠିବ। ଏଇଟା ଶିକ୍ଷା ବହିରେ ଅଛି ଗୋଟେ ଜାଗାରେ। ଚୈତ୍ର ଶିକ୍ଷା, ଚୈତ୍ର ଆଧ୍ୟାତ୍ମିକ ଶିକ୍ଷା ବୋଲି ଗୋଟେ ଚାପ୍ଟର ଅଛି ଶିକ୍ଷା ବହିରେ। ସେଇଥିରେ ଗୋଟେ ଜାଗାରେ କହୁଛନ୍ତି, ତମେ ଯଦି ଆଉ ପ୍ରକୃତି ଦ୍ୱାରା ନିଷ୍ପେଷିତ ହେବାକୁ ନ ଚାହଁ, ତା ଭାର ଗ୍ରହଣ କରି ଚାଲିବାକୁ ନ ଚାହଁ, ତମେ ନିଜେ ନିଜର ପ୍ରଭୁ ହେବାକୁ ଚାହଁ, ଏଇଠୁ ଏଇଟା ସମ୍ଭବପର ହେବ। କେତେବେଳେ ହେବ? ସାଇକିକ୍ ରିଏଲାଇଜେସନ୍ ପଳେଇବ। ଆମେ ଆମେ କ'ଣ କରୁଛୁ? ଆମେ କେତେ ଆମେ ଯେ କ୍ରୀତଦାସ ହେଇକି ରହିଛୁ, ସ୍ଲେଭ୍ ହେଇକି ରହିଛୁ, ଏକଥା ଆମେ ନିଜେ ବି ବୁଝିନୁ। ଆମେ ମନେ ମନେ କଳ୍ପନା କରୁଛୁ ଆମେ ମାଷ୍ଟର ବୋଲି, କିନ୍ତୁ ଆମେ ସ୍ଲେଭ୍ ହେଇକି ରହିଛୁ। ମୁଁ ମୋର ଚିନ୍ତା ଦ୍ୱାରା ଅସହାୟ ଭାବରେ ପରିଚାଳିତ। ଚିନ୍ତା ମୋତେ ସଜେଷ୍ଟ କରୁଛି ଇଏ ଖରାପ, ଇଏ ଭଲ, ଏଇଟା ଠିକ୍, ଏଇଟା ନାହିଁ। ମୁଁ ତା ଦ୍ୱାରା ତାକୁ ପରିଚାଳିତ ହେଉଛି। ଆଉ ଏକ କନସିୟସନେସ୍ ମୋ ଭିତରେ ରହିଛି ଏବଂ ମାଆଙ୍କ ଉପସ୍ଥିତି ରହିଛି। ଆମେ ଯଦି ଭାବିବୁ ମାଆଙ୍କ ଉପସ୍ଥିତି ରହିଛି, ତାଙ୍କ ଦ୍ୱାରା ପରିଚାଳିତ ହେବେ, ତା'ମାନେ ଆଉ ଏକ ନ୍ୟୁ ୱାର୍ଲଡ ଆମ ପାଖରେ ଖୋଲିଗଲା। ଆମେ କ୍ରିୟା ପ୍ରତିକ୍ରିୟା ଆମେ କ'ଣ କରୁଛୁ? ବୁଦ୍ଧି ବିଚାର କରି ଅନୁଭବ ବା ଆବେଗ ଦ୍ୱାରା ଡିସାଇଡ଼୍ କରୁଛୁ। ସେଇଟା ନ ହେଇକିରି ଆମେ କହିବୁ ଯେ ମା' ତମେ ଯେମିତି ଚାହିଁବ ମୁଁ ସେମିତି ଚାହିଁବି। ମା' ଗୋଟେ ଜାଗାରେ କହିଛନ୍ତି ପ୍ରତି ମୁହୂର୍ତ୍ତରେ ମୋତେ ପଚାର ମୁଁ କ'ଣ କରିବ। ମୁଁ ପ୍ରତି ମୁହୂର୍ତ୍ତରେ ତୁମକୁ କହିଦେବି କ'ଣ କରିବାକୁ ପଡ଼ିବ। ପ୍ରତ୍ୟେକ ଡିସିସନ୍ ନେଲା ପୂର୍ବରୁ ମୋତେ ତୁମେ ପଚାରି ଦିଅ, ମୁଁ ହିଁ କହିବି ତୁମକୁ କ'ଣ କରିବି। ଏଭଳି ଏକ ଆସ୍ୟୁରାନ୍ସ ଆମକୁ ଦିଆଯାଇଛି, ବହୁତ ବଡ଼ ଆସ୍ୟୁରାନ୍ସ ଦିଆଯାଇଛି। ଆମେ ତାକୁ ଆଭେଲ୍ କରିପାରୁଛୁ କି? ନା ସେ ଓଲ୍ଡ ୱାଇନ୍ ଇନ୍ ଏ ନ୍ୟୁ ବଟଲ୍, ସେଇ ପୁରାତନ ଜୀବନଧାରାକୁ ନୂଆ ରକମ ରଙ୍ଗ ଦେଇକି ଆମେ କହୁଛୁ। ନଥିଙ୍ଗ ଡିଫରେଣ୍ଟ ଫ୍ରମ୍ ଇଟ୍। କେତେବେଳେ ଜିନିଷଟା ଡିଫରେଣ୍ଟ ହେବ ଯେତେବେଳେ ୱି ଟ୍ରାଏ ଟୁ ଲିଭ୍ ଦ ଏକ୍ସପିରିଏନ୍ସ ରାଦର ଦ୍ୟାନ୍ ଏକ୍ସପ୍ଲେନ୍ ଇଟ୍ ମେଣ୍ଟାଲି। Nothing will be impossible. Nothing will be left out. Nothing will be impossible. One has only to see with another sense which is within us. କି ସୁନ୍ଦର କହିଲେ, କି ଚମତ୍କାର ବୁଝେଇଛନ୍ତି ଯେ କିଛି କରିବନି, ଅଧିକା କିଛି ନାହିଁ, କିଛି ଛାଡ଼ିବା ନାହିଁ। କେବଳ ମନ ଦେଇକି ବିଚାର କରୁଥିଲ, ଆତ୍ମା ଦେଇକି ବିଚାର କରିବ, ସାଇକିକ୍ ଦେଇକି ବିଚାର କରିବ। ମନ ଆମର ପ୍ରମିନେଣ୍ଟ କ'ଣ ହେଲ୍ପର ଥିଲା ମନ। ପ୍ରତ୍ୟେକ କଥା କରିବି କି ନାହିଁ କେମିତି ଡିସାଇଡ଼୍ କରିବି? ମୋ ଯୁକ୍ତି ବୁଦ୍ଧି ବିଚାର ଦେଇ କରିବି, ତାକୁ ଭୁଲିଯାଅ। ଭୁଲିକି କ'ଣ କେମିତି କରିବ? ନା ଆତ୍ମା ଦେଇକି ଡିସାଇଡ଼୍ କରିବ। ମାନେ ଦି ଭିଜନ ଅଫ୍ ଦି ସୋଲ୍ ବା ଦି କନସେପ୍ଟ ଅଫ୍ ଦି ସୋଲ୍ ପ୍ରମିନେଣ୍ଟ ଆମ ଜୀବନରେ ହେବ। ତା ଫଳରେ ଯାହା ଆମେ ଡିସାଇଡ଼୍ କରିବୁ କ'ଣ କରିବି କ'ଣ ନାହିଁ, ଏ ବିଷୟରେ ଚିନ୍ତା କରିବି, ଏ ଲୋକକୁ କେମିତି ବିଚାର କରିବି, ଏ ଲୋକ ଏପାଟରେ ଯିବି ନା ନାହିଁ, ଅଲ୍ ୱିଲ୍ ବି ଡିସାଇଡେଡ୍ ବାଇ ଦି ମଦର୍ସ ପ୍ରେଜେନ୍ସ। ଏଇଟା କଳ୍ପନା ହେଇନାହିଁ ନା ପ୍ରାକ୍ଟିକାଲ ହେବ। ମା' କହୁଛନ୍ତି ତମେ ଯଦି ସତରେ ଚାହିଁବ ଇଟ୍ ବିକମ୍ସ ପ୍ରାକ୍ଟିକାଲ ଏବଂ ଏଇ ଲାଇଫ୍ରେ ବି ହେଇପାରିବ ସବୁକିଛି। ଆଚ୍ଛା, ଯଦି ଏଇଟା ପ୍ରାକ୍ଟିକାଲ ହୁଏ, ଲାଇଫ୍ରେ ହୁଏ, ଜୀବନରେ ଗୋଟେ ଚାପ୍ଟର ଖୋଲିବ, ନୂଆ ଚାପ୍ଟର ଗୋଟେ ଖୋଲିବ। ଆଚ୍ଛା, ସିଏ ନୂଆ ଚାପ୍ଟର ଖୋଲିବା ଆଉ ଶରୀର ରୂପାନ୍ତର ହେବା କେତେ ତଫାତ୍। ଏ ଗୋଟେ ଆମେ ଗୋଟେ ଷ୍ଟେପ୍ ନେଉଛୁ, ଗୋଟେ ଷ୍ଟେପ୍ ନେଉଛୁ। କେତେ କେତେ କ'ଣ କରିବାକୁ ପଡ଼ିବ। ରିଏଲାଇଜେସନ୍ କେବଳ ହୃଦୟରେ ନୁହେଁ, କମ୍ ଟୁ ଦ ଭେରି ସେନ୍ସ, ଆମର ସେଲ୍ସ ଅଫ୍ ଦି ବଡ଼ିରେ ରିଏଲାଇଜେସନ୍ ହେବ। ଆଟଲିଷ୍ଟ ଆମେ ଚିନ୍ତା କରିବା ଏଇଟା କ୍ୱାଇଟ୍ ପସିବୁଲ୍। ସେଇଠି ଶ୍ରୀମଦଙ୍କର ହସ୍ତକ୍ଷେପ ହେଉଛି। ଯୋଗ ସାଧନାର ଗୋଟେ ବଡ଼ କଥା ହେଉଛି ଜାଣିବା, ବୁଝିବା। ତମ ଦ୍ୱାରା କିଛି ହେଇପାରିବନି। ଭଲ କରି ବୁଝିବା, ମାଆଙ୍କ ଶକ୍ତି ଦ୍ୱାରା ହିଁ ଏଇଟା ହେଇପାରିବ। ଆମ ନିଜ ଏଫର୍ଟ ଦ୍ୱାରା କିଛି ହେଇପାରିବନି। ଏଇଟାକୁ ସ୍ୱୀକାର କରିବାକୁ ପଡ଼ିବ। କହୁଛନ୍ତି ଡେଭଲପ୍ ଆନାଦର ଫ୍ୟାକଲ୍ଟି ବାଇ ରିଗରସ୍ ସାଧନା। ରିଗରସ୍ ସାଧନା କହୁଛନ୍ତି ଶୋଇକିରି ନୁହେଁ, ଚାହା ପିଇକିରି ନୁହେଁ, ରିଗରସ୍ ସାଧନା କରିକିରି ସିଧା ଭୟଙ୍କର ତପସ୍ୟା। ମା ଥରେ କହିଛନ୍ତି ଟୁ ଡିସ୍କଭର ଦି ସିକ୍ରେଟ୍ସ ଅଫ୍ ଅଲ୍ ଏକ୍ଜିଷ୍ଟେନ୍ସ। କାହିଁକି ଜନ୍ମ ହେଇଛ, କ'ଣ କରୁଛ, ତା ରହସ୍ୟ ଜାଣିବା ପାଇଁ ରିଗରସ୍ ତପସ୍ୟା ଦରକାର। ରିଗରସ୍ ତପସ୍ୟା। ଆଉ ସବୁ କରୁଥିବ ତା ଭିତରେ ଏଇଟା ପ୍ରୋମିନେଣ୍ଟ ପାର୍ଟ ନୁହେଁ। ଭଗବାନଙ୍କୁ ପାଇବା ପ୍ରୋମିନେଣ୍ଟ ପାର୍ଟ ନୁହେଁ। ପ୍ରୋମିନେଣ୍ଟ ପାର୍ଟ ହେଉଛି ମିଟିଂ କରିବା, ବଡ଼ ବଡ଼ ଭାଷଣ ଦେବା, କଥା କହିବା, ପଢ଼ିବା, ବୁଝେଇବା। କିନ୍ତୁ ଯେଉଁ ଆକୁଳତା ଭଗବାନ ପାଇଁ, ଯେଉଁ ଆସ୍ଫୁରା ଭଗବାନ ପାଇଁ, ସେଇଟା ବିହାଇଣ୍ଡ ଦ ସିନ୍ ରହିଯାଉଛି, ଭେଲ୍ ରହିଯିବ। ସେତିକି ରହିବନି, ସେଇଟା ଫରଗଟନ୍ ହେଇଯିବ। ସେତିକି ଫରଗଟନ୍ ହେବନି, ତାର ଆବଶ୍ୟକତା ଆସିଲେ ଜଣାପଡ଼ିବନି। ଆଉ ବଡ଼ ବଡ଼ କଥା କି ଚମତ୍କାର ଭାବରେ କଥା କହୁଛନ୍ତି, ବୁଝାଉଛନ୍ତି, ଏଇଟା ପ୍ରମିନେଣ୍ଟ ହେଇଯିବ। ନିଜକୁ ବଡ଼ ବୋଲି ଧରିବ। ଆମେ କେହି ଜନ ନ କରେ ପ୍ରଚାର ତୁମାର କାର୍ଯ୍ୟର ମାଝେ। ଯେମିତି ତମ କାମ ଦେଇକି ମୋ ନିଜର ହିଁ ପ୍ରଚାର କରୁଛି, ମୁଁ ହିଁ ଇମ୍ପୋର୍ଟାଣ୍ଟ, ମା ଇମ୍ପୋର୍ଟାଣ୍ଟ ନୁହନ୍ତି। ଧୀରେ ଧୀରେ ଏଇ ଘଟଣା ହିଁ ଘଟିବାକୁ ଆରମ୍ଭ କରିବ। ଦି ମିନ୍ସ ଆର୍ ଇନ୍ ୟୁ। ଏ ପଛକୁ କେମିତି ଯିବ? ମା କହିଛନ୍ତି ଉପାୟ ତମ ହାତରେ ଅଛି।
The path opens up more and more. ଅଧିକରୁ ଅଧିକ ସେ ପଥ ଉଦ୍ଭାସିତ ହେଉଛି, gets clearer and clearer. ସ୍ପଷ୍ଟରୁ ଆହୁରି ସ୍ପଷ୍ଟତର ହେଉଛି। And with the help which is at your disposal, ଯେଉଁ ସାହାଯ୍ୟ ଯେଉଁ ଶକ୍ତି ତମ ପାଖରେ ରହିଛି, you have only to make an effort. ଟିକେ ଚେଷ୍ଟା କର, and it shall be crowned with a knowledge, a light and an ananda which surpasses all existence. ତୁମେ ଟିକେ ଚେଷ୍ଟା କର, କ'ଣ ପୁରସ୍କାର ପାଇବ? ଦିବ୍ୟ ଜ୍ଞାନ ପାଇବ, ଦିବ୍ୟ ଆଲୋକ ପାଇବ, ଦିବ୍ୟ ଆନନ୍ଦ ପାଇବ, ଯାହା ଯେକୌଣସି ପୃଥିବୀର ସ୍ଥିତିରୁ ଆହୁରି ବହୁ ଗୁଣରେ ଅଧିକ। ସବୁ ନିଜର ସ୍ଥିତି, ନିଜର ଚିନ୍ତା ସବ ଟପିକରେ ଏଭଳି ଏକ ମହାନ ଅବସ୍ଥା ରହିବ। whether it be to see the function of the atom or to know the process of thought or the flights of imagination or even unknown, to know oneself is to know all. It is this that one must find. whether it to be see the function of the atom, atom ଭିତରେ କ'ଣ କ'ଣ ଘଟୁଛି ତାକୁ ଦେଖିବାକୁ ତୁମେ ଚାହିଁବ, କିମ୍ବା ତୁମେ ଚିନ୍ତା ସକଳ ରାଜ୍ୟରେ କ'ଣ କ'ଣ ଘଟୁଛି ଜାଣିବାକୁ ଚାହିଁବ, କିମ୍ବା ତୁମେ କଳ୍ପନାର ଦ୍ୱାରା ଭାସି ଯାଇକରି ବହୁ ଜିନିଷ ଡିସ୍କଭର କରିବା ପାଇଁ ଚାହିଁବ, କିମ୍ବା ଏକ ଅଜଣା ରାଜ୍ୟକୁ ଯିବା ପାଇଁ ଚାହିଁବ, ଭଲ କରି ଜାଣ, ଟୁ ନୋ ୱାନ୍ ସେଲ୍ଫ ଇଜ୍ ଟୁ ନୋ ଅଲ୍। କୋଉଠି ସେଟା କୋଉଠି ଶିକ୍ଷା ବହିରେ ଟୁ ନୋ ୱାନ୍ ସେଲ୍ଫ ଇଜ୍ ଟୁ, କ'ଣ ଶିକ୍ଷା ବହିର ଫାର୍ଷ୍ଟ ଲାଇନ୍ଟା କ'ଣ? ଟୁ ନୋ, ହଁ, ଆତ୍ମଜ୍ଞାନ ଆତ୍ମସଂଯମ ନୁହେଁ, ଟୁ ନୋ ୱାନ୍ ସେଲ୍ଫ ଇଜ୍ ଟୁ କଣ୍ଟ୍ରୋଲ ୱାନ୍ ସେଲ୍ଫ। ଏଇଟା ଏଇଗୁଟା କହୁଛି, କହୁଛନ୍ତି ଟୁ ନୋ ୱାନ୍ ସେଲ୍ଫ ଇଜ୍ ଟୁ ନୋ ଅଲ୍। ନିଜକୁ ଜାଣ, ସବୁ ଜାଣିପାରିବ। ଆତ୍ମାନଂ ବିଦ୍ଧି, ଆତ୍ମାନଂ ବିଦ୍ଧି ଅର୍ଥ ହେଉଛି ଆତ୍ମାକୁ ଜାଣ, ଭଲ କରି ଜାଣ, ଏବଂ ସେ କେଉଁଠି ଦୂରରେ ନାହିଁ। ଆମ ଭିତରେ ଯଦି ଏଣ୍ଟାୟାର ଏଜୁକେସନ୍ ସିଷ୍ଟମ୍, ତୁମେ ଯେଉଁ କହୁଛ ଏଣ୍ଟାୟାର ଏଜୁକେସନ୍ ସିଷ୍ଟମ୍ ସକ୍ସେସଫୁଲ୍ ହେବ ଯଦି ଆମେ ଯେଉଁମାନେ ପଢ଼ଉଛନ୍ତି, ଯେଉଁମାନେ ପଢ଼ୁଛନ୍ତି, ଯେଉଁମାନେ ଅର୍ଗାନାଇଜ୍ କରୁଛନ୍ତି, ସମସ୍ତଙ୍କ ଭିତରେ ଆତ୍ମ ଉପଲବ୍ଧିର ଇଚ୍ଛା ଜାଗ୍ରତ ହୁଏ, ମାଆଙ୍କୁ ଜାଣିବାର ଇଚ୍ଛା ଜାଗ୍ରତ ହୁଏ। ଏତିକି ଯଦି କରାଯାଇପାରିବ, ଏବଂ ଆମକୁ କ'ଣ କୁହାଯାଉଛି ଯେ ଆଉ କ'ଣ ଗୋଟେ କର ବୋଲି, ପୂର୍ଣ୍ଣାଙ୍ଗ ଶିକ୍ଷାର ଅର୍ଥ ହେଉଛି ବ୍ୟକ୍ତିକୁ ପ୍ରସ୍ତୁତ କରିବା ଆଉ ଏକ ଜଗତର ବାସିନ୍ଦା ପାଇଁ। ତମେ କ'ଣ ବହୁତ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, କ'ଣ ଇକୋନୋମିକ୍ସ ସବୁ ପାଠ ପଢ଼ିଛ, ସବୁ ବୁଝିଛ, ତାକୁ ନେଇକରି ମେରୁ ଅଞ୍ଚଳରେ କାମରେ ଆସିବ କି? ମେରୁ, ଉତ୍ତର ମେରୁ, ଦକ୍ଷିଣ ମେରୁରେ କିମ୍ବା ଏଭରେଷ୍ଟ ଉପରେ ଯେଉଁ ଦରକାର ଅକ୍ସିଜେନ୍, ତାହା ସେଇଟା ବେଶୀ ଦରକାର ନା, ବହି ପାଠ ଦରକାର ପଡ଼େନି। ଏକ୍ଜାକ୍ଟଲି ଆମକୁ ଆଉ ଏକ ଜଗତର ବାସିନ୍ଦା ହେବାକୁ ଆମକୁ ଯାଉଛୁ, ଆମେ ସେ ଆମକୁ କୁହାଯାଉଛି। ସେଥିପାଇଁ ପ୍ରଥମ କଥା ହେଉଛି ନିଜ ଭିତରେ ଥିବା ମାଆଙ୍କର ଉପସ୍ଥିତିକୁ ଆବିଷ୍କାର କରିବା। ଇଟ୍ ଇଜ୍ ଦ ଡିଭାଇନ୍ ପ୍ରେଜେନ୍ସ ଦ୍ୟାଟ୍ ଗିଭ୍ସ ଭ୍ୟାଲ୍ୟୁ ଟୁ ଲାଇଫ୍। ପ୍ରେଜେନ୍ସ ଇଜ୍ ଦ ସୋର୍ସ ଅଫ୍ ଅଲ୍ ଜୟ, ଅଲ୍ ପିସ୍ ଆଣ୍ଡ ଅଲ୍ ସିକ୍ୟୁରିଟି। ଫାଇଣ୍ଡ ଦିସ୍ ପ୍ରେଜେନ୍ସ ଇନ୍ ୟୁର ସେଲ୍ଫ ଆଣ୍ଡ ଅଲ୍ ୟର୍ ଡିଫିକଲ୍ଟିଜ୍ ୱିଲ୍ ଡିସଆପିୟର। ଏଇଟା ଆମକୁ କୁହାଯାଉଛି। ଆମେ ସେଥିପାଇଁ ଇଚ୍ଛା କରିବା। ଏଣ୍ଟାୟାର ଏଜୁକେସନ୍ ସିଷ୍ଟମ୍ର ଏଇଟା ହେଉଛି କ'ଣ ହେଲା, ଫାଷ୍ଟ କିଛି କାମରେ ଆସିବନି। ଭବିଷ୍ୟତରେ ଯେଉଁ ଜଗତ ଆସୁଛି, ଫାର୍ଷ୍ଟ କ୍ଲାସ୍ ତାଙ୍କ ସ୍ଥାନ ନାହିଁ। ଯାହାର ସ୍ଥାନ ହେଉଛି ସେ ହେଉଛି ନିଜ ଭିତରେ ଥିବା ଭଗବତ ଉପସ୍ଥିତି ସମ୍ପର୍କରେ ଜାଣିବା। ଆମେ ବୁଝୁ, ଶୁଣୁ, କେବେ ବି ବିଶ୍ୱାସ କରୁନି ଏସବୁରେ। ହୃଦୟ କହେନି, ହୃଦୟ କହେ ଯେ ଇଟ୍ ଡ୍ରିଙ୍କ ଆଣ୍ଡ ବି ମେରି। ଏ ହେଉଛି ଜୀବନର ଲକ୍ଷ୍ୟ, ଆଉ ଅଧିକା କିଛି ନୁହେଁ। କହୁଛନ୍ତି ଦିସ୍ ଇଜ୍ ଦ ୱାର୍କ ଟୁ ବି ଡନ୍, ଟୁ ନୋ ୱାନ୍ ସେଲ୍ଫ ଇଜ୍ ଟୁ ନୋ ଅଲ୍। ଇଟ୍ ଇଜ୍ ଦିସ୍ ଦ୍ୟାଟ୍ ୱାନ୍ ମଷ୍ଟ ଫାଇଣ୍ଡ। ଏଇଟା ହେଉଛି ଶିକ୍ଷାର ଲକ୍ଷ୍ୟ। ଶିକ୍ଷାର ଲକ୍ଷ୍ୟ ହେଉଛି ଯେ ଭଗବାନଙ୍କୁ ଜାଣିବା, ନିଜକୁ ଆତ୍ମ ଉପଲବ୍ଧି କରିବା। ଦିସ୍ ଇଜ୍ ଦ ୱାର୍କ ଟୁ ବି ଡନ୍। ଏଇ କାମଟା କରିବାକୁ ଦିଆଯାଇଛି। ଦି ଗୋଲ୍ ଅଫ୍ ଆୱାର ଲାଇଫ୍, ଏ ହେଉଛି ଆମ ଜୀବନର ଲକ୍ଷ୍ୟ। ଦି ରିଜନ୍ ଡେଟର ଅଫ୍ ଆୱାର ଏକ୍ଜିଷ୍ଟେନ୍ସ, ଆମ ସ୍ଥିତିର ଜୀବନର ଏହା ହେଉଛି ଉଦ୍ଦେଶ୍ୟ। ଡିଭାଇନ୍ ହୁ ଅନଫୋଲ୍ଡ ହିମସେଲ୍ଫ ଇନ୍ ହିଜ୍ ସେଲ୍ଫ ମାନିଫେଷ୍ଟେସନ୍ ଇନ୍ ଦ କ୍ରିଏସନ୍। କ'ଣ ଉଦ୍ଦେଶ୍ୟ ଲକ୍ଷ୍ୟ ହେଲା? ଭଗବାନ ସେ ସମଗ୍ର ଜଗତରେ ବ୍ୟାପ୍ତି ହେଇକି ରହିଛନ୍ତି, ନିଜକୁ ପ୍ରକାଶ କରୁଛନ୍ତି। ଇନ୍ ଅର୍ଡର ଟୁ ରିଡିସ୍କଭର ହିମ୍ ଇନ୍ ହିଜ୍ ଅରିଜିନ୍। ଭଗବାନଙ୍କୁ ପୁଣି ଆଉ ଥରେ ଆବିଷ୍କାର କରିବା ନିଜ ଭିତରେ ଯିଏ ଅଛନ୍ତି। ଏ ହେଉଛି ଆମ ଜୀବନର ଲକ୍ଷ୍ୟ। ଆମେ ଏଇଟା ପଢ଼ିଲୁ, ଆଉ ଗୋଟେ ଚାପ୍ଟର ଅଛି, ଟିକେ ଆରମ୍ଭ କରିବା। ଏଇଟା ହେଲା ଆକ୍ଚୁଆଲି ଏଇଟା ହେଉଛି ଏଜୁକେସନ୍ର ଲକ୍ଷ୍ୟ। ଶ୍ରୀଅରବିନ୍ଦ ଗୋଟେ କାମ କରିଛନ୍ତି, ବନ୍ଦେ ମାତରମ୍ ବୋଲି ଗୋଟେ ଭଲ୍ୟୁମ୍ ଅଛି, ବନ୍ଦେ ମାତରମ୍ ଭଲ୍ୟୁମ୍। ସେ ଭଲ୍ୟୁମ୍ରେ ଆରମ୍ଭରେ ଗୋଟେ ନୋଟ୍ସ ଅଛି, ଛୋଟ କରି ବଡ଼ ପେଜ୍ର ତଳେ ଲେଖା ହେଇଛି।
ଯେ ଶ୍ରୀଅରବିନ୍ଦ ଏଇସବୁ ଯାହା ଲେଖିଛନ୍ତି ଆଉ ତାଙ୍କ ପାଇଁ ଆପ୍ଲିକେବଲ୍ ନୁହେଁ। ଶ୍ରୀଅରବିନ୍ଦ ନିଜେ ଲେଖିଛନ୍ତି କହିଲେ ସେ ପୁରୁଣା ଜିନିଷ କଥା ଆଉ ଏକ ରକମ ଆପ୍ଲିକେବଲ୍। ତାପରେ କମେଣ୍ଟସ୍ ଅନ୍ ଦି ପ୍ରୋଜ୍ ରାଇଟିଂ, ଶ୍ରୀଅରବିନ୍ଦଙ୍କର ପ୍ରୋଜ୍ ରାଇଟିଂ ଉପରେ ନିଜେ କ'ଣ କହିଛନ୍ତି, ବହୁ ଜିନିଷ କହିଛନ୍ତି, ସେସବୁ ଆଉ କାମରେ ଆସିବନି। କେଉଁ ବିଷୟଟା ଶିକ୍ଷା ବିଷୟରେ କହିଛନ୍ତି, ଆମେ କ'ଣ କରୁ ସବୁବେଳେ କହିବାକୁ ଆରମ୍ଭ କରୁ କ'ଣ 3 ପ୍ରିନ୍ସିପଲ୍ ଅଫ୍ ଏଜୁକେସନ୍, କ'ଣ ସେଟା ଫାର୍ଷ୍ଟ ପ୍ରିନ୍ସିପଲ୍ କ'ଣ? Nothing can be taught in the school, in the tuition ରେ ସବୁ ପଢ଼ା ହବ। Nothing can be taught। ଆମେ ଯେଉଁ ଏଇ ତିନିଟା ଏଜୁକେସନ୍ ସିଷ୍ଟମ୍ ଆମେ କହୁ ନିୟର୍ ଟୁ ଫାର୍ ଏସବୁ ଜିନିଷ କହିବାକୁ ଆରମ୍ଭ କରୁ, ସେଇଟାକୁ ଟପିକ୍ରେ ଆଉ ଗୋଟେ ଜିନିଷ ସୁନ୍ଦର ଲେଖିଛନ୍ତି, ଏସବୁ ଲେଖିଛନ୍ତି ପ୍ରୋସେସ୍ରେ ସବୁ। ଆମେ ମୁଁ ଦାଦାଙ୍କୁ ପଚାରିଲି, ମୁଁ କହିଲି ଡିଫରେନ୍ସଟା କ'ଣ? ସେ କହିଲେ ତୁମେ ଗୋଟାକୁ ଯାଇକି ଆଉ ଗୋଟାରେ ପହଞ୍ଚିବ, ଡିସ୍କାର୍ଡ଼ କରିକି ନୁହେଁ, ଏଇଟାକୁ ଯିବ କିନ୍ତୁ ଫାଇନାଲି କେଉଁ ଜାଗାରେ ପହଞ୍ଚିବ ସେଠି କହିବ। ଫାଇନାଲି କେଉଁ ଜାଗାରେ ପହଞ୍ଚିବ ନା ଫାଇନାଲି ହେଉଛି ଯେ ଡିସ୍କଭରି ଅଫ୍ ଦି ସାଇକିକ୍ ବିଙ୍ଗ୍। ଏଇଟା କେଉଁଠି ଲେଖା ହେଇଛି? ସବଜେକ୍ଟ କମିଂ ଅଫ୍ ଦି ସବଜେକ୍ଟିଭ୍ ଏଜ୍ ହ୍ୟୁମାନ୍ ସାଇକେଲ୍ ଚାପ୍ଟରରେ ସେ ତାର ସେଇଥିରେ ବର୍ଣ୍ଣନା କରାହେଇଛି। ଶିକ୍ଷାର ପରିଷ୍କାର ଶବ୍ଦ ଲେଖିଛନ୍ତି, ଶିକ୍ଷାର ଉଦ୍ଦେଶ୍ୟ କ'ଣ ସେ ଜାଗାରେ, ସେଇ ଗୋଟିକ ଆମେ ଚେଷ୍ଟା କରୁ ଆଭଏଡ଼ କରିବାକୁ, କାରଣ ସେଇଟା ଶ୍ରୀଅରବିନ୍ଦଙ୍କର ଲାଟେଷ୍ଟ କମେଣ୍ଟସ୍ ଅନ୍ ଏଜୁକେସନ୍, ଯେ ହ୍ୟୁମାନ୍ ସାଇକେଲରେ ଯେଉଁ ବହି ଲେଖିଛନ୍ତି ସେଇଥିରେ ଯେ କହିଛନ୍ତି ଯଦି ତୁମେ କୌଣସି ମତେ ଚେଷ୍ଟା କରିକିରି ଭିତରେ ଲୁକାୟିତ ଥିବା ସାଇକିକ୍ ବିଙ୍ଗକୁ ସମ୍ମୁଖକୁ ନେଇ ଆସିପାରିଲ, ତାହେଲେ ଏଜୁକେସନ୍ ଯେତେ ପ୍ରୋବ୍ଲେମ୍ ଅଛି ଶିକ୍ଷକମାନଙ୍କ ହାତରୁ ଆଉ ଅର୍ଗାନାଇଜର ଗାର୍ଡ଼ିଆନ୍ମାନଙ୍କ ହାତରୁ ସବୁ ସେ ନେଇଯିବ। ସେ ନିଜେ ହିଁ ତାଙ୍କ ନାଁ କ'ଣ ଦେଇଛନ୍ତି? ଲିଡର ଅଫ୍ ଦି ମାର୍ଚ୍ଚ। ଯେଉଁ ମହା ଅଭିଯାନ ଚାଲିଛି ତାର ହେଉଛନ୍ତି ସେ ନେତା, ଲିଡର ଅଫ୍ ଦି ମାର୍ଚ୍ଚ, ଏବଂ ସେଇଥିରେ ସେ ହେଉଛନ୍ତି ଆଗରେ ସମ୍ପୂର୍ଣ୍ଣ ଭାବରେ। ଏଇ କଥା କରିହେବ କି? ଆମେ ଆଟଲିଷ୍ଟ ସ୍ୱୀକାର କରିବୁ ଯେ ଏଇଟାକୁ କରିବା ଦରକାର ବୋଲି। ଏ ହେଉଛି ଶିକ୍ଷାର କାହିଁକି କାହିଁକି କୁହାହେଉଛି କ୍ଲିଅରଲି ଆମେ ଆମେ ଅନୁସରଣ ନ କରିପାରିବୁ, ବୁଝି ତ ପାରିବୁ। ପରବର୍ତ୍ତୀ ଯେଉଁ ସମୟ ଆସୁଛି, ଯେଉଁ ସକାଶେ ମାଓ ଶ୍ରୀଅରବିନ୍ଦ ଆମକୁ ପ୍ରସ୍ତୁତ ହେବା ପାଇଁ କହୁଛନ୍ତି, ସେ ସମୟ ହେଉଛି ଏକ ନୂତନ ଯୁଗ ଆସୁଛି। ନୂତନ ଯୁଗରେ କେଉଁମାନେ ବାସିନ୍ଦା ହେବେ ସେମାନଙ୍କୁ ପ୍ରିପେୟାର କରିବା ପାଇଁ କୁହାହେଉଛି। ଥାର୍ଡ଼ ଗୋଟେ ଅକ୍ଟୋବର ନୁହେଁ, 1958ରେ 1958 3rd ଫେବୃଆରୀ 1958 ବୋଲେ ସେଥିରେ ସୁପରମେଣ୍ଟାଲ ସିପ୍ କଥା ମା କହିଛନ୍ତି, ମନେ ପଡ଼ୁଛି ଯେ ବର୍ତ୍ତମାନ ମା ଗୋଟେ ଭିଜନ ଦେଖିଲେ ଯେ ଗୋଟେ ଜାହାଜ ଯାଉଛି, ଜାହାଜରେ ସେମାନେ ଅଛନ୍ତି, ଅତିମାଂସ ଜଗତରେ ଲାଗୁଛି, ସେଇମାନଙ୍କୁ ଜାହାଜରେ ଓହ୍ଲେଇ ଦିଆହେଉଛି ଯେଉଁମାନେ ରେଡ଼ି, ଯେଉଁମାନଙ୍କ ସାଙ୍ଗରେ ଗ୍ରେସ୍ ରହିଛି, ଯେଉଁମାନେ ଆର୍ଥ କଲର୍ ରହିଛି ଯେଉଁମାନଙ୍କର ତାଙ୍କୁ ପୁଣି ଫେରାଇ ଦେଉଛନ୍ତି। ତା ମାନେ ଆମେ ଶିକ୍ଷା ବିଷୟରେ କ୍ଲିଅର ହେଇଯିବା, ଆର୍ଥ କଲର୍ ଶିକ୍ଷାରେ ରହିବନି। ଯେଉଁ ଶିକ୍ଷା ଆମକୁ ନେଇଯିବ ଅତିମାନସ ଜଗତକୁ, ସେ ଶିକ୍ଷା କରିବା ନା ପାୱାର ୱେଲ୍ଥ ଆଣ୍ଡ ଆଉ ଗୋଟେ କ'ଣ ସକ୍ସେସ୍ ପାୱାର ୱେଲ୍ଥ ଯେଉଁ ଅଛି ତା ଆମକୁ ଦେବ, ସେ ଶିକ୍ଷା କରିବା। ଯଦି ଆମେ କନଭିନ୍ସ ଯେ ସୁପରମାଇଣ୍ଡ ଆଡ଼କୁ ଆମେ ଯାଉଛୁ, ଆମେ କନଭିନ୍ସ ଯଦି, ତାହେଲେ ଆମେ ଖୋଜିବୁ କେଉଁ କେଉଁ ଜାଗାରେ ଏଥିପାଇଁ ସାହାଯ୍ୟ ଆମକୁ ମିଳୁଛି, ଏକଦମ କ୍ଲିଅର ହେବ। ଆମକୁ କ'ଣ କରିବାକୁ ପଡ଼ିବ ନା ଆମ ଭିତରେ ପ୍ରସ୍ତୁତ ହେବାକୁ ପଡ଼ିବ ସେଇ ଭାବରେ ଯାହା ଆମକୁ ବର୍ତ୍ତମାନ ଜଗତକୁ ନେଇଯିବ। ହ୍ୱାଟ୍ ଇଜ୍ ଦ ପ୍ରିପାରେସନ୍? ଆମର ମନ ଦେଇକିରି କାର୍ଯ୍ୟ ନ କରିକିରି ଆମେ ଏଇ ଦେଖ ମେଣ୍ଟାଲ ଏଜୁକେସନ୍ ଏଣ୍ଡ ହେଇଛି କେଉଁ ଜାଗାରେ? ଆମ ଶିକ୍ଷା ବହିର ମାନସିକ ଶିକ୍ଷା ଦେଖ ଏଣ୍ଡ ହେଇଛି କେଉଁଠି? ମେଣ୍ଟାଲ ସାଇଲେନ୍ସରେ। ଯେତେବେଳେ ଇଚ୍ଛା ସେତେବେଳେ ମନକୁ ନୀରବ କରିଦେଇପାରିବ। କାହିଁକି ମନକୁ ନୀରବ କରିବ? ମନକୁ ନୀରବ କଲେ ଊର୍ଦ୍ଧ୍ୱସ୍ଥ ଚେତନା ବା ଶକ୍ତି ନିଜ ପାଖରେ ପ୍ରକାଶ ହେଇପାରିବ। ମନ ଭିତରେ ହଜାରେ ଚିନ୍ତା ଆସୁଥିବ, ହଜାରେ ଇଏ ପଜିଟିଭ୍ ନେଗେଟିଭ୍ ଆସୁଥିବ, এইଭଳି ଗୋଟେ ମାର୍କେଟିଂ ପ୍ଲେସ୍ ମନ ହେଇଥିବ, ସେ ଜାଗାରେ ୟୁ କ୍ୟାନଟ୍ ଗେଟ୍ ଦ ଟ୍ରୁ ଇନ୍ସପିରେସନ୍, ବା କ'ଣ କରିବାକୁ ପଡ଼ିବ ଜଣାପଡ଼ିବନି। ଏଇ ହେଉଛି ଯଦି ତାହା ଶିକ୍ଷାର ଲକ୍ଷ୍ୟ ହୁଏ ଯେ ଊର୍ଦ୍ଧ୍ୱସ୍ଥ ଇନ୍ସପିରେସନ୍କୁ ନଲେଜକୁ ଗ୍ରହଣ କରିବା। କାରଣ ବହି ଶେଷ କରାହେଇଛି ଏମିତି, ମନ ଜ୍ଞାନର ଯନ୍ତ୍ର ନୁହେଁ। ମନ ହେଇପାରେ ଊର୍ଦ୍ଧ୍ୱ ଜ୍ଞାନକୁ ଆହ୍ୱାନ କରିପାରେ, ମନ ଚୁପ୍ ରହିଲେ ଉପରୁ ଜ୍ଞାନ ଆସିବ, କିନ୍ତୁ ଜ୍ଞାନ ମନ ଦ୍ୱାରା ଜ୍ଞାନକୁ ପ୍ରାପ୍ତ ହେଇପାରିବନି। ଯଦି ଏହା ହିଁ ହୁଏ ଶିକ୍ଷାର ଲକ୍ଷ୍ୟ, ପରିଷ୍କାର ଦେଖ ଆମେ ବିରାଟ କନଫ୍ୟୁଜନ୍ ସାମ୍ନାରେ ଠିଆ ହେଇଛୁ। ଆମେ ଚାହୁଁଛୁ ଆମର ପିଲାମାନେ ବା ଯେଉଁମାନଙ୍କ ପାଠ ପଢ଼ୁଛୁ ସେମାନେ A+ ନା A1 କ'ଣ ହେବେ,
হ্যাঁ A1 তো A1 ସବୁ ହେବେ ଏଇଟା ଆମ ସ୍କୁଲର ଗୌରବ। ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଗୌରବ ସେଇଟା ନୁହେଁ। ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଗୌରବ ହେଉଛି ଯଦି ପିଲାଙ୍କୁ ଏମିତି କିଛି ଦିଆଯାଇ ପାରିବ ଯାହା ଫଳରେ ସେମାନେ ଜୀବନରେ ଠିକ୍ ଭୁଲ ଭିତରୁ ଠିକ୍‌ଟା ବାଛି ପାରିବେ। ଭଲ ମନ୍ଦ ଭିତରୁ ଭଲଟା ବାଛି ପାରିବେ। ଏଇ କ୍ୟାପାବିଲିଟି ଆସିବ। ଯଦି ଏଇ ଘଟଣାଟା ଘଟେ ବାବାଜୀ ମହାରାଜ କୋଉ ଜାଗାରେ A+ ପାଇନଥିଲେ କି A1 ପାଇନଥିଲେ ମହାରାଜଜୀ। ତାଙ୍କ ପାଖକୁ ଲୋକ ଯାଉଥିଲେ କାରଣ ସେ ବାଟଟା ବତେଇ ଦେଇ ପାରୁଥିଲେ। କ'ଣ କରିବାକୁ ପଡ଼ିବ କହିପାରୁଥିଲେ। ସେଇ କ୍ୟାପାବିଲିଟିଟା ଆମ ଭିତରେ ରହିବ ଯେ ଆମେ କ'ଣଟା କରିବୁ, କ'ଣ ନ କରିବୁ, କେମିତି ଚଳିବୁ ଏଇ ବିଷୟରେ ଜାଣିପାରିବୁ। ଏଇଟା ହେଉଛି ମିନିମମ୍ ଏଜୁକେସନ୍‌ର ହେଉଛି ଲକ୍ଷ୍ୟ। ଆମେ ତାହା ଚାହୁଁ କି? ସେଇ ଭିଜନ୍ ସବୁବେଳେ କ୍ଲିଅର୍ ଆମ ଆଖି ଆଗରେ। ସେ ଭିଜନ୍‌ଟା କ'ଣ? କୃଷ୍ଣ ଶୋଇଛନ୍ତି, ମୁଣ୍ଡ ପାଖରେ ଦୁର୍ଯ୍ୟୋଧନ, ପାଦ ପାଖରେ ଅର୍ଜୁନ। କୃଷ୍ଣ ଦେଉଛନ୍ତି ଅଲ୍ଟରନେଟିଭ୍ ମୋତେ ନେବ ନା ମୋର ଐଶ୍ୱର୍ଯ୍ୟକୁ ନେବ। ଦୁର୍ଯ୍ୟୋଧନ ଆଗ୍ରହରେ ଐଶ୍ୱର୍ଯ୍ୟକୁ ନେଇଯାଉଛନ୍ତି। ଅର୍ଜୁନ ନେଇଯାଉଛନ୍ତି କୃଷ୍ଣଙ୍କୁ। ଡିଭାଇନ୍ ପ୍ରେଜେନ୍ସ ହେଉଛନ୍ତି ବଡ଼, ଐଶ୍ୱର୍ଯ୍ୟ ବଡ଼ ନୁହେଁ। ଲଙ୍ଗ୍ ରନ୍ କରୋନାରେ ଆମେ ଦେଖିଲୁ, ଅନ୍ୟାନ୍ୟ ବହୁତ ଦେଖିଲୁ, ପଇସା ଟଙ୍କା ସାହାଯ୍ୟ କରେ ନାହିଁ। ସମଥିଙ୍ଗ ଏଲ୍ସ ଷ୍ଟାର୍ଟ ହେଲ୍ପିଂ। ଆମେ ସମଗ୍ର ଜୀବନରେ ଦେଖିବୁ ଯେ ଆମକୁ ସାହାଯ୍ୟ କରିବ କିଏ? ଆମକୁ ସାହାଯ୍ୟ କରିବ ଆଉ ଏକ ସେନ୍ସ, ଆଉ ଏକ ଅନୁଭୂତି ସାହାଯ୍ୟ କରିବ। ନଟ୍ ଦ ଆଉଟର ଐଶ୍ୱର୍ଯ୍ୟ। ଏ ହେଉଛି ଶିକ୍ଷାର ଲକ୍ଷ୍ୟ। ପର୍ଟିକୁଲାରଲି ପୂର୍ଣ୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟ ହେଉଛି ପିଲାଙ୍କୁ ଏମିତି ସଜ୍ଜିତ କରିବା ଏଭଳି ଇକ୍ୟୁପମେଣ୍ଟ ଦେଇକି ଅସ୍ତ୍ରଶସ୍ତ୍ର ଦେଇକି ଜୀବନ ସଂଘର୍ଷରେ ସେମାନେ ବିଜୟ ହେଇ ବାହାରି ଆସିବେ। ସେଇମାନେ ହିଁ ବିଜୟୀ ଆସିବେ ଯେଉଁମାନେ ଅନୁସରଣ କରିବେ ନିଜ ଅନ୍ତରାତ୍ମାକୁ, ନଟ୍ ଦ ଆଉଟର ଐଶ୍ୱର୍ଯ୍ୟ।